ଆପଣଙ୍କର ଇ ଶ୍ରମ କାର୍ଡ଼ ଅଛି କି? ଯଦି ନାହିଁ ନୂଆ ଆପ୍ଲାଏ କରନ୍ତୁ, କାରଣ ଏଥିରେ ସରକାର ବହୁତ କିଛି ସୁବିଧା ଦେଉଛନ୍ତି। ଜୟ ଜଗନ୍ନାଥ, ଆପଣଙ୍କୁ ମୋର ଆଉ ଗୋଟେ ନୂଆ ଭିଡ଼ିଓକୁ ସ୍ୱାଗତ। ଦେଖନ୍ତୁ, ଇ ଶ୍ରମ କାର୍ଡ଼ ଭିତରେ ଆଜି ଆମେ କଥା ହେବା। ତାହେଲେ ଆମର ଯେକୌଣସି ବ୍ରାଉଜରରେ ଆପଣ ଇ ଶ୍ରମ କାର୍ଡ଼ ମାରିଦେବେ, ଖୋଲିବ eShram.gov.in। ଏଇଟା ହେଲା ସରକାରଙ୍କର ମେନ୍ ୱେବସାଇଟ୍ ପେଜ୍। ତେଣୁ ଆପଣ ଏଇଠିକି ଯାଇକିରି ଇ ଶ୍ରମ କାର୍ଡ଼ ବିଷୟରେ ସବୁ ଜାଣିପାରିବେ। ତେଣୁ ଯାହାର ଇ ଶ୍ରମ କାର୍ଡ଼ ନାହିଁ, ଯେଉଁମାନେ କରିଦିଅନ୍ତି ଭଲ, ଯେଉଁମାନେ ନ କରନ୍ତି କରିଦିଅନ୍ତୁ, କାରଣ ଏଥିରେ ସରକାରଙ୍କର ବହୁତ ସୁବିଧା ମିଳୁଛି। ଲେଖା ହେଉଛି, କାରଣ ସରକାରଙ୍କର ଗୋଟେ ଡାଟା ରହିଲା ଯେ ଆପଣ କେତେ ଦେଶରେ କେତେ ଶ୍ରମିକ ଅଛନ୍ତି, କେଉଁ ପ୍ରକାରର ଶ୍ରମିକ ଅଛନ୍ତି, କେମିତି ଅଛନ୍ତି। ତେଣୁ ଆପଣମାନେ ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସବୁ ଜାଣିପାରିବେ। କିଛି ୟୁଟ୍ୟୁବର ଭିଡ଼ିଓରେ ଆସୁଛି ଯେ ଇ ଶ୍ରମରେ ମିଳିବ ମାସକୁ 3,000, ବର୍ଷକୁ 36,000, ଏମିତି ସବୁ ଆସୁଛି। ପେନସନ୍ ମିଳୁଛି। ତାର ସରକାର କ'ଣ ତାଙ୍କର ପଇସାଟା ବଳୁଛି ଆପଣଙ୍କୁ ଦେଇଦେବେ ଏମିତି ନା। ଏଇଟା ହେଉଛି ଆପଣଙ୍କୁ କିଛି କଣ୍ଟ୍ରିବ୍ୟୁଟ୍ କରିବାକୁ ପଡ଼ିବ। କଣ୍ଟ୍ରିବ୍ୟୁଟ୍ କଲେ ସେଇଟା ଜମା ହେଇ ରହିବ। ଯେମିତି ଆମର ଧନଧାନ୍ୟ ଯୋଜନାରେ ଅଛି ଗୋଟେ ସ୍କିମ୍ ବାହାରିଛି, ସେମିତି ସୁକନ୍ୟା ଯୋଜନାରେ ଗୋଟେ ସ୍କିମ୍ ବାହାରିଛି। କିଛି ଜମା କରିବେ, ଲାଷ୍ଟକୁ ସେଇଟା ରହିକରି କିଛି ଆମାଉଣ୍ଟ ରହିଲା ପରେ ତାପରେ ତୁମକୁ ମିଳିବ। ଯେମିତି ସୁକନ୍ୟା ଯୋଜନାରେ 21 ବର୍ଷ ହେଇଗଲା ପରେ ଆପଣଙ୍କୁ କିଛି ମିଳିବ, 18 ବର୍ଷ ପରେ ଆପଣ କିଛି ଉଠାଇ ପାରିବେ। ଧନଧାନ୍ୟ ଯୋଜନାରେ ଆପଣ ଇନ୍ସୁରାନ୍ସ କରନ୍ତି, କିଛି ଜମା କରନ୍ତି, ପେନସନ୍ ପାଆନ୍ତି। ଯେତେବେଳେ ଆପଣଙ୍କୁ 60 ବର୍ଷ କି 55 ବର୍ଷ ହେଇଯିବ, ଆପଣଙ୍କୁ ମିଳିବ ସେଇ ପଇସାରୁ ଆପଣଙ୍କୁ କିଛି କିସ୍ତି ଅନୁସାରେ ମିଳିବ। ମାସକୁ 3,000, 2,000, 2,500 ଏମିତି ମିଳିବ। ଠିକ୍ ସେହିପରି ଇ ଶ୍ରମ କାର୍ଡ଼ ବି ଗୋଟେ ସେମିତି ଆପଣଙ୍କୁ କିଛି କଣ୍ଟ୍ରିବ୍ୟୁସନ୍ କରିବାକୁ ପଡ଼ିବ। କଲେ କ'ଣ ହେବ ନା, ଆପଣଙ୍କୁ ଆକାଉଣ୍ଟରେ କିଛି ରହିଲା ମନ୍ଥଲି, କି ଆପଣ ଯେତିକି ଜମା କଲେ ରହିଲା, ଶେଷରେ ସରକାର ସେ ପଇସାକୁ କୌଣସି ରଖେଇକିରି ସୁଧ ବଢ଼େଇକି ରଖିବେ। ଯେତେବେଳେ ଆପଣଙ୍କୁ ଗୋଟେ ବୟସ 60, 50, 55 ହେଇଯିବ, ସେତେବେଳେ ଆପଣଙ୍କୁ ସେ ପଇସାଟା ପେନସନ୍ ଆକାରରେ ଦେବ। ତେଣୁ ଏଇ ଗୋଟିକ ସୁବିଧାଟା ମିଳୁଛି। କାରଣ ଆପଣ ଏଇନେ ଶ୍ରମିକ ଅଛନ୍ତି, କାମ କରନ୍ତି, ବଳ ଅଛି, କାମ କରିସାରିଛନ୍ତି। ଯେତେବେଳେ ବୟସ ହେଇଯିବ, ବଳ କମିଯିବ, ସେତେବେଳେ ଆଉ କାମ କରିପାରିବେନି, ଆଉ ଏମିତି କ'ଣ ଅଧିକ ପରିଶ୍ରମ କରିପାରିବେନି। ତେଣୁ ସେତେବେଳେ ସରକାରଙ୍କ ଗୋଟେ ଭଲ ସୁବିଧା ଯେ ଆପଣଙ୍କୁ ଏବେଠୁ ଆପଣ ଅଧିକ ଇନକମ୍ କରନ୍ତି, ପଇସା ଅଯଥାରେ ଖର୍ଚ୍ଚ କରିଦିଅନ୍ତି। ତେଣୁ କିଛି ଜମା କରି ରଖନ୍ତୁ, ଯାହାଫଳରେ ଆପଣଙ୍କୁ ଏଇଟା ଯେତେବେଳେ ଆପଣ ବୟସ ହେଇଯିବେ, ବୃଦ୍ଧ ବୟସରେ ଆପଣଙ୍କୁ ଆଉ କାମକୁ ଯାଇପାରିବେନି, ସେତେବେଳେ ସେଇ ପଇସାରେ ଆପଣଙ୍କୁ କ'ଣ ସେ କିଛି ତାଙ୍କର ଆଡ଼୍ କରିକିରି ଆପଣଙ୍କୁ ପେନସନ୍ ଆକାରରେ ଦେବେ। ତେଣୁ ଏଇଟା ହେଉଛି ଗୋଟେ ସୁବିଧା। ତେଣୁ ଆପଣମାନେ ଭାବନ୍ତି, ଆରେ କ'ଣ ଲେଖୁଛି ୟୁଟ୍ୟୁବରେ ଏତିକି ପଇସା ହେଉଛି, ସିଏ କ'ଣ ଏତିକି ହେଉଛି, ଏଇଟା କ'ଣ ନ୍ୟୁଜ୍ରେ ଆସିଛି? କିଛି ନ୍ୟୁଜ୍ରେ ଆସିନି। ସବୁ ୟୁଟ୍ୟୁବ୍ ମାନେ ଖାଲି ମିଛ କଥା କହନ୍ତି। ପ୍ରଥମ କିଛି କହୁନାହାନ୍ତି, ଲାଷ୍ଟ କହନ୍ତି ନା ଆପଣଙ୍କୁ କିଛି କଣ୍ଟ୍ରିବ୍ୟୁସନ୍ କରିବାକୁ ପଡ଼ିବ, ତାପରେ ସେ ରହିଲା ପରେ ଆପଣଙ୍କୁ ମିଳିବ। ଏଇଟା କେହି ପ୍ରଥମରେ କହନ୍ତି, ସବୁ ଭିଡ଼ିଓ ଲାଷ୍ଟରେ କହନ୍ତି। ତେଣୁ ଶୁଣନ୍ତୁ, ଏଥିରେ ପଇସା ସରକାର କିଛି ଦେଉନାହାନ୍ତି। କ'ଣ ନା, ଆପଣ କିଛି କଣ୍ଟ୍ରିବ୍ୟୁସନ୍ କରିବେ, କଲା ପରେ ସିଏ ଯେଉଁ ପଇସାଟା ରହିବ ସରକାରଙ୍କ ପାଖରେ, ସରକାର ସେ ପଇସା ନେଇ କେଉଁଠି ଇନଭେଷ୍ଟ କରିବେ, ସେ ଯେଉଁ ସୁଧ ପାଇବେ ଆପଣଙ୍କୁ କିଛି ସୁଧ ଦେବେ। ସେଇ ପଇସାଟା ରହିଲା ପରେ, କିଛି ହେଲା ପରେ ଆପଣଙ୍କୁ ପ୍ରତି ମନ୍ଥଲି, ଆପଣଙ୍କୁ ଯେତେବେଳେ ବୟସ ହେଇଯିବ, ବୃଦ୍ଧ ହେଇଯିବେ, 60 ବର୍ଷ ହେଇଯିବ, ସେତେବେଳେ ଆପଣଙ୍କୁ ସେଇ ପଇସା ପେନସନ୍ ଆକାରରେ ମିଳିବ। ଏଇଟା ହେଲା ସତ କଥା, ଫ୍ୟାକ୍ଟ, ଆକ୍ଚୁଆଲି ଫ୍ୟାକ୍ଟ। ତେଣୁ ଏଥିରେ କୌଣସି ନାହିଁ ନା ସରକାର ଦେଇଦେବେ 3,000 ଟଙ୍କା ମାସକୁ ଦେଇଦିଅନ୍ତି। ଇ ଶ୍ରମ କାର୍ଡ଼ ଯାହାର ଅଛି ତାକୁ ମିଳିଯାଉଛି ପଇସା। କାହିଁ ଆମର ତ 3-4 ବର୍ଷ ହେଲାଣି, କେତେ ଗୋଟେ ଟଙ୍କାଟେ ମିଳିବାକୁ ନାହିଁ ରେ। ଏ ସବୁ ମିଛ କଥା କହନ୍ତି। ମୋ ବାପାଙ୍କର 3 ବର୍ଷ ହେଲା କରିସାରିଲାଣି, ଦେଖିଲା ବେଳକୁ ଗୋଟେ ଟଙ୍କାଟେ ମିଳୁନି। କାହିଁକି? ଆମେ ସେଥିରେ କିଛି କଣ୍ଟ୍ରିବ୍ୟୁସନ୍ କରିନୁ, କରିଲେ ସିନା ସେ ଦେବେ। ଠିକ୍ ସେମିତି ଯେଉଁ ଇନ୍ସୁରାନ୍ସ କରନ୍ତି, ସେଥିରେ କ'ଣ ଆପଣ କିଛି ଦେଉଛନ୍ତି, ତାପରେ ଯଦି ଆପଣ କୌଣସି ଡେଥ୍ ହେଇଯାଉଛି, ସିଏ କ'ଣ କିଛି ସେ ପଇସା ଆପଣ ରହିଲା, ସେଟାକୁ ସୁଧମୁଧ ପଳେଇକି ଆପଣଙ୍କୁ କିଛି ଦେବେ। ତେଣୁ ଏଇଟା ହେଉଛି ଗୋଟେ ଫ୍ୟାକ୍ଟ। ତେଣୁ କୌଣସି ୟୁଟ୍ୟୁବର କଥା ପଢ଼ନ୍ତୁନି, ସେ ଖାଲି ଭିଡ଼ିଓର ଲୋକପ୍ରିୟତା ବଢ଼ାଇବା ପାଇଁ ଏମିତି କରନ୍ତି। ଆପଣ କ'ଣ କରିବେ ନା, ଯଦି ଇ ଶ୍ରମ କାର୍ଡ଼ କିଛି କରିଛନ୍ତି, ଯଦି ଆପଣ ପେନସନ୍ ପାଇବାକୁ କି ତାହେଲେ କ'ଣ ମନ୍ଥଲି 250, 300, 500 ଏମିତି ଅଛି, ଆପଣ କେତେ ତାକୁ କରିପାରିବେ। ତେଣୁ ଏଇଟା ହେଉଛି ପ୍ରକୃତ କଥା। କୌଣସି ୟୁଟ୍ୟୁବ୍ କଥା ଆପଣ ଭାସି ଯାଆନ୍ତୁ ନାହିଁ ଯେ ଏଇ 3,000 ଟଙ୍କା ମାସକୁ ମିଳୁଛି ରେ, ଇଏ କରୁଛି ରେ, ସିଏ କରୁଛି। କାହିଁ ଆଯାଏ ଗୋଟେ ଟଙ୍କା ତ ମୁଁ ମିଳେ କାହାକୁ ଦେଖିନି। ମୋ ନିଜର କାର୍ଡ଼ ଅଛି, 2 ବର୍ଷ ହେଲାଣି, କାହିଁ ଗୋଟେ ଟଙ୍କାଟେ ମିଳୁନି। କାରଣ ସେଥିରେ ଗୋଟେ ଅପସନ୍ ଅଛି, ଆପଣ ସେଟାକୁ ଆକ୍ଟିଭ୍ କରିବେ ଯେ ମୁଁ ଏତିକି ମନ୍ଥଲି ଦେବି, କଣ୍ଟ୍ରିବ୍ୟୁସନ୍ କରିବି। କଲା ପରେ ସେ ରହି ଆପଣ ଜମା କରିକି ଯାଉଥିବେ ପ୍ରତି ମନ୍ଥଲି। ସେ ଯେତେବେଳେ 60 ବର୍ଷ ହେଇଯିବ, ସେତେବେଳେ ସେ ଆପଣ ଆଉ ଦେବେନି, 10-15 ବର୍ଷ ଦେଲା ପରେ ରହିଯିବ, ସେ ପଇସାଟା ଆପଣଙ୍କୁ ପେନସନ୍ ଆକାରରେ ଆସିବ। ସେତେବେଳେ ଆପଣଙ୍କୁ ସେଇଟା ମିଳିବ। ତେଣୁ ଆପଣ ଭାବନ୍ତି, ଆରେ ମୁଁ ଇ ଶ୍ରମ କାର୍ଡ଼ କରିଦେଲେ ମୋତେ ମିଳିଗଲା ରେ ପଇସା, ସରକାର ପଇସାଟା ବଳୁଛି, ଆପଣଙ୍କୁ ବାଣ୍ଟି ଦେବ ଆଣିକି। ତେଣୁ ଏଇଟା ମିଛ କଥା। ତେଣୁ କୌଣସି ୟୁଟ୍ୟୁବର କଥା
ପଡ଼ନ୍ତୁ ନାହିଁ। ଇ ଶ୍ରମ କାର୍ଡ଼ ଗୋଟେ ଭଲ ସୁବିଧା, ଯେମିତି ଆଧାର କାର୍ଡ଼ ଗୋଟେ ସୁବିଧା। ଆପଣ କ'ଣ ଜାଣିଥିଲେ ଆଧାର କାର୍ଡ଼ ସବୁ ସୁବିଧା ମିଳିବ? ଆଧାର କାର୍ଡ଼ ଖାଲି ଫିଙ୍ଗର ପ୍ରିଣ୍ଟ ଦେଲେ ପଇସା ମିଳିଯାଉଛି। ଆଧାର କାର୍ଡ଼ ଦ୍ୱାରା ପେମେଣ୍ଟ ହେଇଯାଉଛି। କେତେ ବଡ଼ ସୁବିଧା ହେଲା। ସେମିତି ଗୋଟେ ସରକାରଙ୍କ ଗୋଟେ ଯୋଜନା ହେଇଛି। ଇ ଶ୍ରମ ଦ୍ୱାରା ସରକାରଙ୍କ ସମସ୍ତ ଶ୍ରମିକମାନଙ୍କର ଡାଟା ରହିବ। କିଏ କେଉଁ କାମ କରୁଛି, କେଉଁ କାମ କରୁଛି, କିଏ ଲେବର କରୁଛି, କିଏ ବାର୍ବର କରୁଛି, କି କିରାନୀ କାମ କରୁଛି, ସବୁ ବିଭିନ୍ନ ପ୍ରକାର ଡାଟା ସରକାରଙ୍କ ପାଖରେ ରହିବ। ସିଏ ରହିଲା ପରେ ସେ ଆପଣଙ୍କୁ ହେଇପାରେ କିଛି ବର୍ଷ ପରେ ସେଇଟା କିଛି ବଡ଼ ହ୍ୟୁଜ୍, ଯେମିତି ଆଧାର କାର୍ଡ଼ଟା କିଛି ବର୍ଷ ପରେ ହ୍ୟୁଜ୍ କାମ ଦେଲା, ପେମେଣ୍ଟରେ କାମ ଦେଉଛି, ସମସ୍ତ ପ୍ରକାର କାମ ଦେଉଛି, ଆଧାର ନିହାତି ହେଉଛି। ଠିକ୍ ସେମିତି ଇ ଶ୍ରମ କାର୍ଡ଼ଟା ଆପଣଙ୍କର ଭଲ ଉପକାର ଲାଗିପାରିବ। ତେଣୁ ଏବେଠୁ କରି ରଖିନ୍ତି ଭଲ, ଯିଏ ନ କରିନ୍ତି କରିଦିଅନ୍ତୁ। ଏଥିରେ କୌଣସି ଫାଇଦା ନାହିଁ, ଖାଲି ଏଇଟା ଆପଣଙ୍କର ରେଜିଷ୍ଟର ରହିଲା। ଯଦି ଆପଣ ଫାଇଦା ପାଇବାକୁ ଚାହୁଁନ୍ତି, ଆପଣ କିଛି ମନ୍ଥଲି କଣ୍ଟ୍ରିବ୍ୟୁସନ୍ କରିବ ସେ ପେଜ୍ରେ। କଲା ପରେ ସେ ସ୍କିମ୍ରେ କିଛି କଲା ପରେ ଆପଣଙ୍କୁ କିଛି ଯେତେବେଳେ ଆପଣ ବୟସ ହେଇଯିବ ସେତେବେଳେ କାମଧନ୍ଦା କରିପାରିବେନି, ସେତେବେଳେ ସେଇ ପଇସାଟା ପେନସନ୍ ଆକାରରେ ଆପଣଙ୍କୁ ମିଳିବ, ଯାହାଫଳରେ ଆପଣ ଦୈନନ୍ଦିନ ଖର୍ଚ୍ଚ କରିପାରିବେ। ତେଣୁ ଏଇଟା ହେଲା ଆକ୍ଚୁଆଲି ସତ କଥା। କୌଣସି ୟୁଟ୍ୟୁବର ମାନଙ୍କ କଥାରେ ପଡ଼ନ୍ତୁ ନାହିଁ। ସେମାନେ ଖାଲି ଲେଖି ଦେଉଛନ୍ତି ନିଜର ଲୋକପ୍ରିୟତା ବଢ଼ାଇବା ପାଇଁ। ଆରେ ଇ ଶ୍ରମ କାର୍ଡ଼ ମିଳିଲାଣି 3,000, ମାସକୁ ମିଳିଲା ଦିନେ, ବର୍ଷକୁ ମିଳିବ 36,000। ଆରେ ଟଙ୍କାଟେ ସିନା ତୁମେ ଦେଲେ ସିନା ତୁମକୁ 2 ଟଙ୍କା ଦେବ, ତେମେ ତ କାହାକୁ ଟଙ୍କାଟା ଦେବନି, ତୁମକୁ କେମିତି ମିଳିବ? ଏଇଟା ହେଉଛି ଆକ୍ଚୁଆଲି ଫ୍ୟାକ୍ଟ। ତେଣୁ ୟୁଟ୍ୟୁବର ମାନେ ନିଜର ଲୋକପ୍ରିୟତା ବଢ଼ାଇବା ପାଇଁ ଏମିତି କରୁଛନ୍ତି, ଯାହାଫଳରେ ଲୋକମାନେ ବହୁତ ଆରେ ସତରେ ପଇସା ମିଳୁଛି ରେ, ତୁ ପଇସା ପାଇଲାଣୁ, ସେ ପାଇଲାଣି, ଏମିତି ପଚାରନ୍ତି, ଦେଖିଲା କେହି ପାଇନାହାନ୍ତି। ଆରେ ଏଇଟା କ'ଣ ନା ଆକ୍ଚୁଆଲି ଫ୍ୟାକ୍ଟ ହେଲା ତୁମମାନେ ସେଥିରେ କିଛି କଣ୍ଟ୍ରିବ୍ୟୁସନ୍ କରିବ, ସରକାର କିଛି କଣ୍ଟ୍ରିବ୍ୟୁସନ୍, ଯେମିତି ଆମର ପେନସନ୍ ଯେଉଁମାନେ ଚାକିରି କରନ୍ତି EPF କଟୁଛି ତାଙ୍କର, ସିଏ କିଛି ଜମା କରନ୍ତି, ସରକାର ତାଙ୍କ ପାଇଁ କିଛି ଜମା କଲା ପରେ ତାପରେ ରିଟାୟାର କଲାକୁ ତାଙ୍କୁ କିଛି ପଇସା ମିଳୁଛି। ଠିକ୍ ସେମିତି ଆପଣମାନେ ଯଦି କଣ୍ଟ୍ରିବ୍ୟୁସନ୍ କରିବେ, ସରକାର ବି କିଛି ଦେବ, ଦେଲା ପରେ ଆପଣଙ୍କ ବୟସ ହେଲା ପରେ ସେଇଟା ଆପଣଙ୍କୁ ପେନସନ୍ ଆକାରରେ ମିଳିବ, ଯାହାକୁ ସୁବିଧା ଏଇଟା ମିଳିବ। ଏଇଟା ଗୋଟେ ଭଲ ସୁବିଧା। କିନ୍ତୁ ଯଦି ଆପଣ ଚାହୁଁଛନ୍ତି କଣ୍ଟ୍ରିବ୍ୟୁସନ୍ କରିବା କଥା କରିପାରିବେ, ଯଦି ନ ଚାହୁଁଛନ୍ତି କରିପାରିବେନି। ଏଥିରେ କୌଣସି କାହାକୁ ବାଧ୍ୟତାମୂଳକ ନାହିଁ। ତେଣୁ ୟୁଟ୍ୟୁବର ମାନେ ୟାକୁ ଗୋଟେ ବଡ଼ ହାଇଲାଇଟ୍ କରି କୁହନ୍ତି ଯେ ଇ ଶ୍ରମ କାର୍ଡ଼ରେ ଯାହାର ଅଛି ତାକୁ ପଇସା ମିଳୁଛି। ଆଉ ଦେଖିଲା ପଇସା କାହିଁ ମୋତେ 3 ବର୍ଷ ହେଲା କାହିଁ ମିଳିବାକୁ ନାହିଁ, ତାହେଲେ ମିଳୁଛି କେଉଁଠି? ଏଥିରେ କୌଣସି ଫ୍ୟାକ୍ଟ କଥା ଆପଣ ବୁଝନ୍ତୁ ନାହିଁ। ଏଥିରେ ସମସ୍ତେ ଖାଲି କହିଦେଉଛନ୍ତି, କିନ୍ତୁ ଆକ୍ଚୁଆଲି ସତ କଥା କେହି କହୁନାହାନ୍ତି। ତେଣୁ ଆପଣମାନେ ଯଦି ଏସବୁ କରିନାହାନ୍ତି କରିଦିଅନ୍ତୁ, ଭବିଷ୍ୟତରେ ଦରକାର ହେବ। ଯଦି କରିନ୍ତି ରଖିଥାନ୍ତୁ ସେମିତି। କୌଣସି ଅପଡ଼େଟ୍ କିଛି ନାହିଁ, କୁହନ୍ତୁ ଅପଡ଼େଟ୍ କର, ଜନସେବା ଦେଇ 50 ଟଙ୍କା 30 ଟଙ୍କା ଦେଇ ଖର୍ଚ୍ଚ କରନ୍ତୁ, କିଛି ଦରକାର ନାହିଁ। ଯେମିତି ଦେଖନ୍ତୁ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରି ସେୟାର।